ଗୋଟିଏ ଗାଁରେ ରାଜୁ ଆଉ ରାଜୁର ମା ଦୁଇ ଜଣ ରହୁଥିଲେ। ରାଜୁର ବାପା ଆରପାରିକୁ ଚାଲି ଯାଇଥିବାରୁ ରାଜୁ ସବୁଦିନ ଛେଳି ଚରେଇ ଘର ପ୍ରତିପୋଷଣ କରୁଥିଲା। ଗୋଟିଏ ଦିନର କଥା, ରାଜୁ ଦିନେ ଛେଳି ଚରେଇବା ପାଇଁ ଜଙ୍ଗଲକୁ ଯାଇଥାଏ। ଛେଳିମାନଙ୍କୁ ଚରିବାକୁ ଛାଡ଼ି ଦେଇ ସେ ଗୋଟିଏ ଆମ୍ବ ଗଛରେ ଚଢ଼ି ଆମ୍ବ ଖାଉଥିଲା। ସେଇ ବାଟ ଦେଇ ଗୋଟିଏ ବୁଢ଼ୀ ଅସୁରୁଣୀ ଆସିଲା ଆଉ ରାଜୁକୁ ସାଙ୍ଗେ ସାଙ୍ଗେ କହିଲା, "ହଇରେ ବାପା, ତୁ କ'ଣ ଖାଉଛୁ କିରେ? ମୋତେ ଟିକେ ଦିଅନ୍ତନି।" "ହଇଲୋ ବୁଢ଼ୀ, ତୋର କ'ଣ ଆଖି ନାହିଁ କି? ତୁ ନିଜେ ନେଇ ଖାଉନୁ, ମୁଁ ତୋତେ କାହିଁକି ଦେବି ବା?" "ଆରେ ବା, ମୋର ଏ ନିଆଁ ଲଗା ଆଖି ଦିଟାକୁ ଆଉ କ'ଣ କିଛି ଦିଶୁଛି? ତୁ ମୋତେ ଟିକେ ସାହାଯ୍ୟ କର, ଗୋଟେ ଆମ୍ବ ମୋତେ ତୋଳିକି ଦେ, ତାହେଲେ ତୋର ଧର୍ମ ହବରେ ବା।" "ହଉ ହଉ, ଠିକ୍ ଅଛି, ନେ ଏଇଟା।" "ଆରେ ବା, ତୁ କୁଆଡ଼େ ଫିଙ୍ଗି ଦଉଛୁ ଯେ? ମୋ ନିଆଁ ଲଗା ଆଖି ଦିଟାକୁ କ'ଣ ଦେଖାଯାଉଛି? ମୁଁ ତ ପାଉନାହିଁ। ତୁ ମୋ ହାତକୁ ଗୋଟେ ତୋଳିକିନା ଦେ।" "ହଉ ତାହେଲେ, ନେ ଏଥର।" "ହଇରେ ପୋଡ଼ା ମୁହାଁ, ତୁ ମୋତେ କମ୍ ହଇରାଣ କଲୁଣି? ମୁଁ ହେତେବେଳୁ ତୋ ପଛରେ ନାଗିଛି ତୋତେ ନେବା ପାଇଁ। ତୁ ମୋତେ ହଇରାଣ କରୁଛୁ। ଚାଲେ ଘରକୁ ଆଜି, ତୋତେ ମୁଁ କଡ଼ମଡ଼ କରି ଯଦି ନ ଖାଇବି, ତୁ ମୋତେ କହିବୁ।" "ଓହୋ, ଏଇ ଟାଇମରେ ପୁଣି ଝାଡ଼ା ମଡ଼େଇବାକୁ ଥିଲା? ହଉ, ମୁଁ ଟିକେ ଯାଏ, ଝାଡ଼ା ବସିକି ଆସେ ଭାରି। ବସ୍ତାଟା ଏଇଠି ଟିକେ ଥୋଇ ଦେଇକି ଯିବା।" ରାଜୁ ସେଇ ସମୟରେ ସେ ବସ୍ତା ଭିତରୁ ଦାନ୍ତରେ କାମୁଡ଼ି ବସ୍ତାକୁ ଚିରି ସେ ବସ୍ତାରୁ ବାହାରି ଆସିଲା। ତାପରେ ତା ଭିତରେ ଯେତେ ସବୁ କାଦୁଅ, ମାଟି ଆଉ ପଥର, କଣ୍ଟା ସବୁକିଛି ସେ ବସ୍ତାରେ ପୂରାଇ ଦେଲା। ତାପରେ ସେ ବସ୍ତାକୁ ବାନ୍ଧି ଥୋଇ ଦେଇ ସେଇ ଗଛ ପାଖରୁ ଚାଲିଗଲା। ବୁଢ଼ୀ ଅସୁରୁଣୀ ଆସିଲା ଆଉ ପୁଣି ବସ୍ତାକୁ ମୁଣ୍ଡେଇ କରି ଚାଲି ଚାଲି ଘରକୁ ଯାଉଥାଏ। ବସ୍ତାଟିକୁ ମୁଣ୍ଡେଇ ଯାଉଥିବା ବେଳେ ବୁଢ଼ୀ ଦେହରେ କଣ୍ଟା ଗୋରା ଖାଲି ଫୋଡ଼ି ହୋଇଗଲା। ଆଉ ବୁଢ଼ୀ କହିଲା, "ହଇରେ ପୋଡ଼ା ମୁହାଁ, ତୁ ମୋତେ ଚିମୁଟୁଛୁ? ତୁ ଚାଲେ, ଯଦି ତୋ ଆଙ୍ଗୁଠିକି ମୁଁ ଆଗ କଡ଼ମଡ଼ କରି ନ ଖାଇବି, ତୁ ମୋତେ କହିବୁ।" ତାପରେ ପଥରଗୁଡ଼ିକ ବୁଢ଼ୀ ଦେହରେ ଖାଲି ବାଡ଼େଇ ହେଇ ଯାଉଥାଏ। ତାପରେ ବୁଢ଼ୀ ଅସୁରୁଣୀ କହିଲା, "ବାଡ଼ିଖିଆ, ତୁ ମୋତେ ବିଧା ମାରୁଛୁ? ହଉ ଚାଲେ, ତୋ କଥା ଆଜି ମୁଁ ଘରେ ବୁଝୁଛି।" ତାପରେ କାଦୁଅ ଭିତରୁ ପାଣି ସବୁ ନିଗିରି କରି ବୁଢ଼ୀ ଅସୁରୁଣୀ ଉପରେ ପଡ଼ୁଥାଏ। ତାପରେ ବୁଢ଼ୀ ଅସୁରୁଣୀ କହିଲା, "ପୋଡ଼ା ମୁହାଁ, ମୋ ଉପରେ ମୁତୁଛୁ? ଯେତେ ମୁତୁଛୁ ମୁତୁ, ଚାଲେ ତୋତେ ଆଜି ମୁଁ କଞ୍ଚା ଖାଇବି, ସିଝେଇବି ନାହିଁ। ଚାଲେ ଆଜି ଘରକୁ ତୁ।" ଏମିତି କହି କହି ବସ୍ତାଟି ମୁଣ୍ଡେଇ କରି ଘରକୁ ଧରିକି ଗଲା। ଆଉ ବୁଢ଼ୀ ଅସୁରୁଣୀର ଗୋଟେ ଝିଅ ଥିଲା। ସିଏ ସେଇ ଝିଅକୁ ଗୋଟେ ପାଖ ଗାଁରୁ ଚୋରି କରି ଆଣି ଝିଅ କରି ରଖିଥିଲା। ଆଉ ତାକୁ କହିଲା, "ମାଲୋ, ଆଇଲୁ ଏଇଠିକି। ଏଇ ବସ୍ତାଟାରେ ମୁଁ ଆଜି ଗୋଟେ ଶିକାର ଧରିକି ଆସିଛି। ତୁ ଆକୁ ରାନ୍ଧି ଦବୁ। ମୁଁ ଏବେ ଗାଧେଇବାକୁ ଯାଉଛି, ଆସିଲେ ମିଶିକରି ଖାଇବା।" ତାପରେ ବୁଢ଼ୀ ଅସୁରୁଣୀର ଝିଅ ଯେତେବେଳେ ସେ ବସ୍ତାକୁ ଖୋଲି ଦେଖେ, ତା ଭିତରୁ ଖାଲି କାଦୁଅ, ମାଟି, ପଥର, କଣ୍ଟା ଏସବୁ ବାହାରିଲା। କିଛି ସମୟ ପରେ ବୁଢ଼ୀ ଅସୁରୁଣୀ ଘରକୁ ଫେରିଲା ଆଉ କହିଲା, "ମାଲୋ, ବହୁତ ଜୋରେ ଭୋକ ଲାଗିଲାଣି। ତୁ ଯଦି ରାନ୍ଧିଛୁ ଜଲ୍ଦି ଜଲ୍ଦି ଆଣେ, ମିଶିକରି ଖାଇଦବା।" "ଆଲୋ ମା, ତୁ କ'ଣ ଖାଇବାକୁ କହୁଛୁ?
ଏଇ ସବୁ ତୁ ବସ୍ତାରେ ଆଣିଛୁ, ମୁଁ ଆକୁ ରାନ୍ଧିବି ଯେ ତୁ ଖାଇବାକୁ କହୁଛୁ। ଆରେ ଆରେ, ଏ ପୋଡ଼ା ମୁହାଁଟା ଆଜି ଚାଲିଗଲା। ମୁଁ କାଲି ଗଲେ ତାକୁ ଆଣିବି, ଆମେ ରାନ୍ଧି କରି କାଲି ପୁଣି ଖାଇବା। ତା ପରଦିନ ବୁଢ଼ୀ ଅସୁରୁଣୀ ଅନ୍ୟ ଏକ ରୂପ ବଦଳାଇ ସେ ଗଛ ପାଖକୁ ପୁଣି ଥରେ ଗଲା। ପୁଣି ଥରେ ରାଜୁକୁ ଯାଇ ସେ ଆମ୍ବ ମାଗିଲା। ପୁଅରେ, ମତେ ଗୋଟେ ଆମ୍ବ ଦଉନୁ, ମୁଁ ଟିକେ ଖାଆନ୍ତି। ମୁଁ ବୁଢ଼ୀ ମଣିଷଟା, ଆମ୍ବଟିଏ ଖାଇବାକୁ ମନ କରିଛି। ଆମ୍ବଟିଏ ଦେଲେ ତୋର ଧର୍ମ ହବରେ ବା। ହେ ବୁଢ଼ୀ, ତୁ ପୁଣି ଥରେ ଆଜି ଚାଲି ଆଇଛୁ? କାଲି ତ ମତେ ନେଇକି ଚାଲି ଯାଉଥିଲୁ, ପୁଣି ଆଜି ମତେ ଖାଇବାକୁ ଆସିଛୁ। ଆରେ ବା, ତୁ କାହା କଥା କହୁଛୁ? ଆଜି ତ ଏ ଜଙ୍ଗଲକୁ ମୁଁ ନୂଆ କରି ଆସିଛି, ତ ତୁ ଆଉ କୋଉ ବୁଢ଼ୀ କଥା କହୁଥିବୁ। ରାଜୁ ପୁଣି ଥରେ ଦୟା କରି ସେ ବୁଢ଼ୀ ଅସୁରୁଣୀକୁ ଆମ୍ବଟିଏ ଦେଲା। ସେଇ ସମୟରେ ବୁଢ଼ୀ ଅସୁରୁଣୀ ପୁଣି ଥରେ ରାଜୁକୁ ଆଣି ବସ୍ତାରେ ବାନ୍ଧିଦେଲା, ଆଉ ସିଧା ଘରକୁ ଧରି ଚାଲିଲା। ଆଉ ପୁଣି ଥରେ କହିଲା, ଝିଅଲୋ, କୁଆଡ଼େ ଗଲୁ? ନେ, ଆଜି ମୁଁ ପୁଣି ଥରେ ସେ ଟୋକାକୁ ଧରି ଆଣିଛି। ନେ, ଆକୁ ରାନ୍ଧିଦେ। ମୁଁ ଯାଏ ଗାଧେଇ କରି ଆସେ, ଗାଧେଇ ଆସିଲେ ମିଶିକରି ଖାଇଦବା। ବୁଢ଼ୀ ଅସୁରୁଣୀ ଗଲା ପରେ ତାର ଝିଅ ବସ୍ତା ଖୋଲି ଦେଖିଲା ବେଳକୁ ତା ଭିତରେ ଗୋଟେ ସୁନ୍ଦର ପୁଅଟିଏ ଥିଲା। ରାଜୁକୁ ଦେଖି ତାର ଝିଅ ମାରିବାକୁ ଚାହିଁଲାନି। ରାଜୁକୁ ଲୁଚେଇ ଦେଇ ଆଉ ଗୋଟିଏ ଛେଳି ଆଣି ବୁଢ଼ୀ ଅସୁରୁଣୀ ପାଇଁ ରୋଷେଇ କରି ରଖିଦେଲା, ଆଉ ବୁଢ଼ୀ ଅସୁରୁଣୀକୁ ଖାଇବାକୁ ଦେଲା। ବୁଢ଼ୀ ଅସୁରୁଣୀ ଖାଇଲା ବେଳେ କହିଲା, ଝିଅଲୋ, ଏ ମାଉଁସଟା କାହିଁ ଭଲ ଲାଗୁନାହିଁ। ଛେଳିଆ ଛେଳିଆ ମାଉଁସ ଭଳିଆ ଲାଗୁଛି। ଆଲୋ ମା, ସେ ପିଲାଟା ପରା ଛେଳି ଚରଉଥିଲା, ସେଇଥିପାଇଁ ବୋଧେ ଛେଳିଆ ଛେଳିଆ ଲାଗୁଥିବ ଆଉ। ହଁ, ସେଇଆ ହେଇଥିବ ବୋଧେ। ତାପରେ ରାଜୁ ଆଉ ସେ ଝିଅ ଦୁହେଁ କଥା ହୋଇ ବୁଢ଼ୀ ଅସୁରୁଣୀ ଶୋଇଥିବା ବେଳେ ବୁଢ଼ୀ ଅସୁରୁଣୀକୁ ନିଆଁ ଲଗାଇ ପୋଡ଼ିଦେଲେ। ତାପରେ ଦୁହେଁ ଘରକୁ ଫେରି ଆସିଲେ, ଆଉ ବହୁତ ସୁଖ ଶାନ୍ତିରେ ରହିଲେ।